ତିନି ଦିନ ଲଗାତାର ବର୍ଷା ପରେ ଆଜି ପୁଣି ଭଗବାନ ପ୍ରକଟ ହୋଇଛନ୍ତି। ହେ ଭଗବାନ, ଯାହା ହଉ 3 ଦିନ ପରେ ଆମର ଡାକ ଶୁଣିଲ। ଏତେ ସୁନ୍ଦର ଖରାକୁ ଦେଖି ସାଙ୍ଗମାନେ ମୋତେ ଆଜି ମୋ ମନରେ ଆନନ୍ଦ କହିଲେ ନ ସରେ। ଏତେ ସୁନ୍ଦର ଖରାକୁ ଦେଖି ସାଙ୍ଗମାନେ ମୁଁ ଆଜି ବାହାରି ପଡ଼ିଲି କପଡ଼ା ସଫା କରିବା ଲାଗି। ଆଉ ସାଙ୍ଗମାନେ କପଡ଼ା ଗୁଡ଼ିକ ଏ ବର୍ଷାକୁ ଏତେ ମଇଳା ହୋଇଯାଇଛି ଯେ ଆଉ କୁହନି। ଚାଲ ଏବେ ଆଉ ଡେରି ନ କରି ବାଥରୁମକୁ ଚାଲିଯିବା। ବାଥରୁମକୁ ଆସିଲା ପରେ ସାଙ୍ଗମାନେ ଚାରିଆଡ଼େ ଦେଖିଲି କିଛି ଶୁଙ୍କୁଡ଼ି ସାଙ୍କଡ଼ା ପଡ଼ିନି ତ। ନାଇଁ ମ, ବାଥରୁମ୍ ବି ସଫା ଅଛି। ଆଉ ଏଇଠି କପଡ଼ା ଗୁଡ଼ିକ ରଖିଦେବି। ଆଉ ବାଲ୍ଟିରେ ପୁଣି କମ୍ ପାଣି ଅଛି। ଏବେ ନଳକୁ ଚାଲୁ କରି ଚାଲ ଏବେ ଏଇଟାକୁ ଭରିଦେବା। ହେଇ ମ, ଏପଟେ ମୋର ବାଲ୍ଟି ଭରି ହେଇଗଲାଣି। ଏବେ ଯାଉଛି ବନ୍ଦ କରିଦେଉଛି। ଯଦି ସାଙ୍ଗମାନେ ବର୍ଷାରେ କପଡ଼ା ଗୁଡ଼ିକ ଧୋଇଦେଲେ ନା, ସେ 3 ଦିନ ପର୍ଯ୍ୟନ୍ତ ଶୁଖିବନି। ଚାଲ ଏବେ ସର୍ଫ ପକେଇକି ଏ କପଡ଼ା ଗୁଡ଼ିକୁ ଚକାଚକ କରିଦେବା। ଆରେ କିଛି ଦିନ ଛାଡ଼ିକି ସିନା ବର୍ଷା ହୋଇଥିଲେ ଭଲ ଲାଗିଥାନ୍ତା। ଏତେ ଲଗାତାର ହେଇଯାଉଛି ଯେ ଘର ଦ୍ୱାର ପ୍ୟାଣ୍ଟ ସାର୍ଟ ସବୁ କାଦୁଆ କାଦୁଆ ହିଁ ଲାଗୁଛି। ଏଠି ତ ଚିକଣ ଜାଗା ଯୋଗୁଁ ବ୍ରସ୍ ହିଁ ଦରକାର ପଡ଼ୁଛି। ହେଲେ ଗାଁରେ ପୋଖରୀର ତୁଠରେ ନା ଏମିତି ଟିକିଏ ଘଷି ଦେଲେ ସେ ମଇଳା ସବୁ ଚାଲିଯାଏ। ଏ ପିଲାମାନେ ବି ଏତେ ମଇଳା କରିଦେଉଛନ୍ତି ଯେ ବହୁତ ସମୟ ଲାଗୁଛି ସଫା କରିବା ପାଇଁ। ଚାଲନ୍ତୁ ସାଙ୍ଗମାନେ, ଯେତେ ଜଲ୍ଦି ଆମେ ସଫା କରିକି ଯିବା ସେତେ ଜଲ୍ଦି ଘରେ ବି ରୋଷେଇବାସ ହେବ। ଯଦି ଏବେ କପଡ଼ା ସଫା ନ କରେ ତାହେଲେ କାଲି ଯଦି ବର୍ଷା ହୋଇଯାଏ ତାହେଲେ ମୋର 12 ବାଜିଯିବ। କପଡ଼ା ଗୁଡ଼ା ଧୋଇ ପୁଣି ଖରାରେ ନେଇକି ଶୁଖେଇତେ ହେବ। ଏଠି ସାଙ୍ଗମାନେ ସବୁ ଧୋଇ କପଡ଼ା ଗୁଡ଼ିକ ଟଙ୍ଗେଇ ଦେବି। ଆଉ ଏ ଉପରେ ଦଉଡ଼ିଟି ଅଛି। ମୋତେ ଏତିକି କହିବେ ସାଙ୍ଗମାନେ, କାହାକୁ କେଉଁ ଋତୁ ଭଲ ଲାଗୁଛି? ଏଇଠୁ ପୁଣି ସବୁ କପଡ଼ା ନେଇଯିବି ଘର ପାଖକୁ। ଆଉ ଏ ଦେଖନ୍ତୁ, ଏ ଡୋରିରେ ସବୁ ଯାକ ଶୁଖେଇଦେଲି। ଯଦି ଏ ଖରାଟା ଟାଇଁ ଟାଇଁ କାଟେ ତାହେଲେ ସବୁ ଅଧଘଣ୍ଟା ଲାଗିବ ଶୁଖିବା ପାଇଁ। ସାଙ୍ଗମାନେ, ମୋର ଏହି ମିନି ବ୍ଲଗ୍ ଭିଡ଼ିଓଟି କେମିତି ଲାଗିଲା? ଚ୍ୟାନେଲକୁ ଲାଇକ୍ ଆଉ ସବସ୍କ୍ରାଇବ୍ଟେ କରିଦେବେ ସାଙ୍ଗମାନେ। ଜୟ ଜଗନ୍ନାଥ। ରହିଲେ।